जय जगन्नाथ। ରାମଙ୍କର ଚରିତ୍ରକୁ ତୁମମାନେ ଆସିକି ଦିଗମଣ୍ଡଳର ଆବାଳ ବିଭବନିତାଙ୍କୁ ବୁଝାଉଛ ଯେ ସଂସାରରେ ଯାହାକୁ ଆମେ ପ୍ରଭୁ ରୂପରେ ଗ୍ରହଣ କରିଛେ ଆଉ ତାଙ୍କର କ'ଣ ଗୁଣ ଥିଲା ସେଇ ଗୁଣକୁ ଆମେ କେମିତି ଲୋକଲୋଚନକୁ ଆଣିକି ପରିବାର ଭିତରେ ରଖିବା। ତାଠୁ ବଡ଼ ସୌଭାଗ୍ୟ ପୃଥିବୀରେ ନାହିଁ। ତୁମେ ଯେଉଁ କର୍ମ କରୁଛ ସେ କର୍ମରେ ତୁମକୁ କ'ଣ ମିଳୁଛି ଜାଣିଛ? ଦିନ ରାତି ଯିଏ ବିନା ପଇସାରେ ନାକ ପାଖରେ ନିଶ୍ୱାସ ଦେଉଛନ୍ତି। ମଣିଷ ବଞ୍ଚିବା ପାଇଁ ଖାଦ୍ୟ ନିହାତି ଦରକାର, ବସ୍ତ୍ର ନିହାତି ଦରକାର, ବାସଗୃହ ନିହାତି ଦରକାର, ଟଙ୍କା ନିହାତି ଦରକାର, ସମ୍ପର୍କ ନିହାତି ଦରକାର, ସ୍ନେହ ମମତା ଆଦର ଭଲ ପାଇବା ନିହାତି ଦରକାର, ସତ୍ୟ ଶାନ୍ତି ଦୟା କ୍ଷମା ଦରକାର। କିନ୍ତୁ ଏ ତରକାରକୁ ତରକାରୀରେ ପରିଣତ କରିବା ପାଇଁ ଯେଉଁ ଅନ୍ତର୍ଜାମୀ ବଳିଆର ଭୁଜକାଳିଆ ଶାନ୍ତ ଭୂତଳ ରସାତାଳ ଶୁକ୍ର ମର୍ତ୍ୟ ପାତାଳ ସୂର୍ଯ୍ୟ ଚନ୍ଦ୍ର ଯାହାଙ୍କ ଇଙ୍ଗିତର ଚଳ ପ୍ରଚଳ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ଦେବାଦି ଦେବରାଜ ରାଜେଶ୍ୱର ଠାକୁର ପର୍ଯ୍ୟତା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଶ୍ରୀ ଜଗନ୍ନାଥ ଶ୍ରୀକୃଷ୍ଣ ଶ୍ରୀହରି ସେ କେବଳ ଗୋଟିଏ ଜିନିଷ ଦେଇ ଆସିଛନ୍ତି, ଏ ପଶୁମତି ତୁମକୁ ଧରି ଚାଲୁ ଆଉ ମୁଁ ତୁମ ପାଖ ନାକରେ ନିଶ୍ୱାସ ଦେଇ ଚାଲିବି। ଦେଖନ୍ତୁ ପ୍ରଭୁଙ୍କର କେତେ ବଡ଼ ନିଃସ୍ୱାର୍ଥପରତା। ତୁମେ ଯାଉଛ ଜଗନ୍ନାଥଙ୍କ ପାଖକୁ ହାତ ଉପରକୁ ଟେକି ଦେଇକି ଆଖି ବୁଜି ଦେଇକି ଜୟ ଜଗନ୍ନାଥ କହୁଛ, ପ୍ରଭୁ ସେଇଠି କହୁଛନ୍ତି ଯେ ମୋତେ ଯେତେବେଳେ ତୁ ଡାକୁଛୁ ଭାବରେ ଆଖି ବୁଜି ଦେଉଛୁ ତା ଅର୍ଥ ମୁଁ ଶୂନ୍ୟରେ ରହୁଛି। ଦିଅଙ୍କର ନାମ ଅଣାକାର ଧାମ ଶୂନ୍ୟ ମଧ୍ୟେ ଛନ୍ତି ରହି ମହାଶୂନ୍ୟ ମଧ୍ୟେ ଦେବତା ଅଛନ୍ତି ପୂଜାରୀ ସେଠାରେ ନାହିଁ ରେ କୁମାର ପୂଜାରୀ ସେଠାରେ ନାହିଁ। ମୋତେ ପାଇବାକୁ ହେଲେ ଆଖି ବୁଝିଦେବୁ ଯେ ସୂର୍ଯ୍ୟଚନ୍ଦ୍ର ଆଖି ଆଗରେ ହାତଟାକୁ ଉପରକୁ ନେଇଯିବୁ, ଆଠୁ ବଡ଼ ଜ୍ୟୋତିଷ ପୃଥିବୀରେ ନାହାନ୍ତି। ତେଣୁ ସବୁବେଳ ପାଇଁ ତୁମେ ଯେଉଁ କର୍ମରେ ରହୁଛ ସେଇ କର୍ମ ଦ୍ୱାରା ତୁମକୁ ଆୟୁଷ ଆସିବ। କାରଣ ଆୟୁଷ ଥିଲେ ତମେ ଏ ଲୋକଲୋଚନରେ ପଦାର୍ପଣ କରିପାରିବ, ତାଠୁ ନହେଲେ କିଛି ନାହିଁ। ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ଜୟ ମହିମା ଆଲେ, ହର ହର ମା। ଆପଣଙ୍କ ନାଁଟା ଟିକେ ପରିଚିତ। ମୋ ନାଁ ହେଉଛି ଅସିତ କୁମାର ଜେନା। ଗ୍ରାମ ହେଉଛି ପ୍ରାଚୀ ନଦୀ ତଟ, କେନ୍ଦୁଲି ଜୟଦେବ ପୀଠ, ପ୍ରତାପରୁଦ୍ରପୁର ଶାସନ। ଆପଣ ସାଧାରଣ କେନ୍ଦୁବିଲ ଜୟଦେବ ପୀଠ କହିଲେ ସମସ୍ତେ ଜାଣନ୍ତି। ଗ୍ରାମ ନାମ ହେଉଛି ପୋଇଝାର। ମୁଁ ଏଠି ଝାରପଡ଼ାରେ ଯେହେତୁ ଚାକିରି କରେ ସେଥିପାଇଁ ମୁଁ ଏଠି ରହିଛି। କିନ୍ତୁ ମୋ ଲକ୍ଷ୍ୟ ହେଉଛି ଜନକଲ୍ୟାଣ, ଜଗତ ଭଗତ, ବିଭୁମଣ୍ଡଳ, ଆବାଳ ବୃଦ୍ଧ ବନିତାଙ୍କର କିପରି ଭାବରେ କଲ୍ୟାଣ ହେବ। ଏବେ ଗୋଟେ ଛୋଟିଆ ଗୀତଟେ ବୋଲୁଛି, ମାରିବୁ ମାରିବୁ ବୋଲି ମନେ କରୁ ଆଶାରେ, ମାରିବୁ ମାରିବୁ ବୋଲି ମନେ କରୁ ଆଶାରେ, ମୁଣ୍ଡିଆ ମାରିଲେ କଟି ଯିବ ଶନି ଦଶାରେ, ମୁଣ୍ଡିଆ ମାରିଲେ କଟି ଯିବ ଶନି ଦଶାରେ, ମାରିବୁ ମାରିବୁ ବୋଲି ମନେ କରୁ ଆଶାରେ। ଜୀବନରେ ଗୋଟିଏ ଜିନିଷ ମାରନ୍ତୁ, ସବୁବେଳ ପାଇଁ ମାରନ୍ତୁ, ସେଇଟା ହେଉଛି ମୁଣ୍ଡିଆ ମାରିବା। ମୁଣ୍ଡିଆ ମାରିଲେ ପୁଣ୍ୟ ହେବ। କ'ଣ ଖାଇଲେ ପୁଣ୍ୟ ପଳେଇବ? ମାଗଣା ଖାଇଲେ ପୁଣ୍ୟ ପଳେଇବ। କେଉଁଠି ମାଗଣା ଖାଇବା ପାଇଁ ଚେଷ୍ଟା କରନ୍ତୁନି। କ'ଣ ପିଇଲେ ସବୁଦିନ ପାଇଁ ଶରୀରରେ ରହିବ? ସୁରା ନିଶା ଦେଇ ଝାସ ପ୍ରିୟ ରାମ ରସ, ସୁରା ନିଶା ଦେଇ ଝାସ ପ୍ରିୟ ରାମ ରସ, ସେ ନିଶା ପ୍ରଭୁ ଆଶିଷ ହେବ ନାହିଁ ଶେଷରେ, ସୁରା ନିଶା ଦେଇ ଝାସ ପ୍ରିୟ ରାମ ରସରେ। ତେଣୁ ସୁରା ନିଶାକୁ ଝାସ ଦେଇ ସବୁବେଳ ପାଇଁ ରାମ ରସ ପାନ କର, ଯାହାକି ଆପଣମାନେ ସମସ୍ତେ କରୁଛନ୍ତି। ଏ ଅଧମ ଦାସ ଅଶୀ ଦିନ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବ, ପ୍ରଭୁ ଧନ ପଛେ ନ ଦିଅ କିନ୍ତୁ ଧନ୍ୟ କରିକି ରଖ,
ଭୋଗ ପଛେ ନ ଦିଅ ଭାଗ୍ୟ ପଛେ ନ ଦିଅ କିନ୍ତୁ ଭାଗ୍ୟବାନ କରିକି ରଖ। ଜୟ ଶ୍ରୀରାମ। ଯାହା ହଉ ଜଣେ ଅସିତ ବାବାଙ୍କ ସହିତ ବାବା ଆଜି ଆସି ପହଞ୍ଚିଲେ ଆମ ଗ୍ରୀନ୍ ହଲ୍ ଭିତରେ। ସୁନ୍ଦର ଭାବରେ ଆଜି କିଛି ତାଙ୍କଠାରୁ କିଛି ଶିଖିବାକୁ ପଡ଼ିଲା, ଆଉ କିଛି ତ ବୁଝେଇଲେ। ଆଉ ସୁନ୍ଦର ଭାବରେ ଦେଖନ୍ତୁ ଆମର କଳାକାରମାନେ ସମସ୍ତେ ଅଛନ୍ତି। ବାବାଙ୍କୁ ଦେଖି ସମସ୍ତେ ଗୋଟେ ଆଶ୍ଚର୍ଯ୍ୟ ଭାବରେ ସମସ୍ତେ ଚାହିଁ ରହିଛନ୍ତି। ଆମରି ପାଖରେ ବାବା ଅଛନ୍ତି। ଯାହା ହଉ ଆଜି ଆମେ ବାବାଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କଲୁ। ଏତେ ସୁନ୍ଦର କଥା ବାବା ବି କହିଲେ। ଦେଖୁଛି ଆମ ଗହଣରେ ସମସ୍ତେ ଅଛନ୍ତି, ସାର୍ ବି ଅଛନ୍ତି, ଆଉ ଜଣେ ଭାଇ ବି ଅଛନ୍ତି, ଆଉ ବାବା ବି ଆମ ପାଖରେ ବସିଛନ୍ତି। ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଏ ରାଜଧାନୀ ଭୁବନେଶ୍ୱରର ଦୃଶ୍ୟ ମୁଁ ଆପଣଙ୍କୁ ଦେଖାଉଛି। ଆଜି ଟଙ୍କାର ବର୍ଷା କୋଭଳି ଭାବରେ ହୋଇଛି ଆପଣ ନିଶ୍ଚୟ ଦେଖିପାରୁଥିବେ। କାହ୍ନା ଭାଇଙ୍କର ଦେହରେ ଟଙ୍କାର କୋଭଳି ବର୍ଷା ହୋଇଛି ଆପଣ ନିଶ୍ଚୟ ଦେଖିପାରୁଥିବେ। କ'ଣ କହିବ ଭାଇ, ଆଜି ଏତେ ଟଙ୍କା ଲାଗିଛି, ଏତେ ଟଙ୍କାର ଆଜି ଦର୍ଶକମାନଙ୍କର ଏତେ ପ୍ରଶଂସା। ଆଉ କେମିତି ଲାଗୁଛି ଆଜି ରାଜଧାନୀ ଭୁବନେଶ୍ୱରର ଆଜି ଯେଉଁ ଆମେ ଯେଉଁ ଲକ୍ଷ୍ମୀ ସାଗର ଯେଉଁ ବର୍ତ୍ତମାନ ପ୍ରୋଗ୍ରାମ୍ କରୁଛେ, କେତେ ଖୁସି ଲାଗୁଛି? ଦର୍ଶକ ବନ୍ଧୁମାନଙ୍କୁ ଭୂମିଷ୍ଠ ପ୍ରଣାମ। ଆପଣମାନେ ତ ଜାଣିଥିବେ ଯେ କି ମୁଁ ଛୋଟ କଳାକାରଟି ଏହି ଓଡ଼ିଶା ଗ୍ରାମରେ ରାମ ତ ଆଜି ତ ଆମେ ଆସିଅଛୁ ଯେ କି ରାଜଧାନୀ ଯେ କି ଭୁବନେଶ୍ୱର ନିକଟସ୍ଥ ଝାରପଡ଼ା ଜେଲ୍ ପାଖରେ ଯେଉଁ ଲକ୍ଷ୍ମୀ ସାଗର, ସେଠି ଆମର ନାଟକ ଚାଲିଛି। ଲକ୍ଷ୍ମୀ ସାଗର ନାଟକ, ମାନସିକ ପୁତ୍ରର ମାନସିକ ନାଟକ, ବହୁତ ସୁନ୍ଦର ଭାବରେ ନାଟକ ଚାଲିଛି। ବହୁତ ମାତ୍ରାରେ ଦର୍ଶକ ବି ଅଛନ୍ତି। ଆଉ ପୁଣ୍ୟ ମମତା ଭଲ ପାଇବା ଆଶୀର୍ବାଦ ଭରା କରୁଣା ଦୃଷ୍ଟି ବି ଅଜାଡ଼ି ଦେଇଛନ୍ତି। ଆପଣମାନେ ଦେଖୁଥିବେ ତ ଆନନ୍ଦିତ ଲାଗୁଛି ନାଟକ କରିବାକୁ, ଉତ୍ସାହିତ ବି ଲାଗୁଛି। ଆଉ ବିଶେଷ ହେଉଛି ଯେ କି ଏଠି ବି ଯେଉଁ ଗୋଷ୍ଠୀରେ ଅଛନ୍ତି ଲୋକ, ସେ ବି ଆମ ନୟାଗଡ଼ର, କେତେ ଜଣ ବି ଆମ ଖଣ୍ଡଗଡ଼ାରେ ବି ଅଛନ୍ତି, କେତେ ଜଣ ନୟାଗଡ଼ରେ ବି ଅଛନ୍ତି। ଭାଇ ଭାଇର ସମ୍ପର୍କ ହିସାବରେ ସେମାନେ ବି ଛୁଟି ଆସିଛନ୍ତି ଆମକୁ ଦେଖିବେ ବୋଲି। ତାପରେ ନୟାଗଡ଼ ବନ୍ଧୁ ଯେହେତୁ ଆସିଛନ୍ତି, ସେ ତାଙ୍କ କାମ ବି ଛାଡ଼ିକି ଆସିକି ଆମ ସାଥିରେ ମିଶିଛନ୍ତି। ଏଇଟା ତାଙ୍କୁ ମୁଁ କୃତଜ୍ଞତା ଜଣାଉଛି। ତ ବିଶେଷ କିଛି କହିବିନି ଯେ କି ନାଟକ ତ ଜୋରସୋରରେ ଚାଲିଛି ମାହୋଲ ହିସାବରେ। ତ କାଲି ତ ଆମର ଅଛି ଢେଙ୍କାନାଳ, ତ ନିଶ୍ଚିତ ଭାବରେ ଆସନ୍ତୁ, ନାଟକ ଦେଖନ୍ତୁ, ଆଉ ଅନୁଭବ କରନ୍ତୁ, ଉପଭୋଗ କରନ୍ତୁ। ଆମ ପ୍ରତି ଏମିତି କରୁଣା ଦୃଷ୍ଟି ଚାହିଁ ରହିଥାନ୍ତୁ। ଆଉ ଯେଉଁଠି ବି ତ୍ରୁଟି ରହିଲା, ଏଇ କାହ୍ନା ଭାଇର ଯେଉଁଠି ତ୍ରୁଟି ରହିଲା ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବେ, ଆଉ ଦୋଷାଦୋଷ କ୍ଷମା କରିବେ। ଏତିକି କହୁଛି, ଜୟ ଜଗନ୍ନାଥ। ଦେଖନ୍ତୁ ଆଜି ଲକ୍ଷ୍ମଣଙ୍କର ବି ଆଜି ଟଙ୍କାର ବର୍ଷ ବି ହୋଇଛି ଆପଣ ଦେଖୁଥିବେ। ଆଜି ପ୍ରତ୍ୟେକ କଳାକାର ଆଜି ଟଙ୍କାରେ ପୁରା ଆଜି ଗାଧେଇ ଯାଉଛନ୍ତି। ଆଜି ଦେଖୁଛନ୍ତି ଆଜି କେତେ ଖୁସି ଲାଗୁଛି ଆଜି ଯାତ୍ରା କରିବା ପାଇଁ। ଆଜି ଅନାନ୍ତି ସେଠି ବସିଲ ପଇସାଟା ଆଗେ ରଖିବ, ଗୋଟେ ଫଟୋଟେ କରିବା ଆଗେ ରଖିବା, ଆଗରେ ପଇସା ତର ସବୁ ଜାଗା ଉପରୁ ଟିକେ ମାଲଟା ଟେକି ଦିଅ, ଗୋପାଳ ପଇସା ଟେକି ଦିଅ, ମାଲଟା ଉପରୁ ଟେକି ଦିଅ। ମାଲଟା ଉପରୁ ଉପରେ ପଛାଡ଼ି ନେଇ ମାଲଟା, ହଁ ପଛାଡ଼ି ମାଲଟା ନେଇଗଲେ ଉପରେ ଟଙ୍କାଟା ଉଠିଯିବ। ହଁ ଏମିତି ଆଉ ଟିକେ ଆଉ ଟିକେ ଆଉ ଟିକେ ଡାହାଣ ପଟା ଡାହାଣ ପଟା ଡାହାଣ ପଟା। ହଁ ରେଡ଼ି। ହେଲା।